ଜାତି। ଆପଣ ପ୍ରକୃତରେ ଧୀବର ଜାତି? ହଁ ରାଜନ, ଆମ୍ଭେ ଗରିବ ଲୋକ। ବାପା ମାଙ୍କର ଆମ୍ଭେ 4ଟି ପୁଅ ଝିଅ ଥିଲୁ। ବାପା ଆମର ଡଙ୍ଗା ଚଲେଇକି ଆମକୁ ପୋଷୁଥିଲେ। ତାପରେ ଯେତେବେଳେ ମୁଁ 10-12 ବର୍ଷର ହେଇଥିଲି, ତାଙ୍କ ସହିତ ମୋତେ ନେଉଥିଲେ ଡଙ୍ଗା ଚଲେଇବାର ଶିକ୍ଷା ଦେବା ପାଇଁ। ମୁଁ ବିଚାର କଲି ଏ ଗରିବ ଜୀବନ ଜିଇବା ଅପେକ୍ଷା ବାବା ହେଇଯିବାଟା ଭଲ। ସେଇଥିପାଇଁ ତ ଆସିଛି, ଯାଉ ଘରକୁ ଯାଇନି, କିନ୍ତୁ ଡଙ୍ଗା ଚଲେଇ ଜାଣିଛି। ଆପଣ ବସନ୍ତୁକୁ ପାରି କରିଦେବି। ଠିକ୍ ଅଛି ବାବା, ଆମେ ବସୁଛୁ ଡଙ୍ଗାରେ, ଆପଣ ପାରି କରି ଦିଅନ୍ତୁ। ତାହେଲେ ବସନ୍ତୁ। ମନ୍ତ୍ରୀ ସାହେବ କଣ କଲେ? ସାମାନ୍ୟ ରାଜ ସିଂହାସନ ଲୋଭରେ ରାଜା ସାହେବକୁ ଗଙ୍ଗା ନଦୀରେ ଠେଲିଦେଲେ। ଏ କଣ କହୁଛ ବାବା? ମୁଁ ମହାରାଜା ବିକ୍ରମ କେଶରୀଙ୍କର ଏକାନ୍ତ ଅନୁଗତ ସେବାକାରୀ ଜଣେ। ମୁଁ କାହିଁକି ମୋ ରାଜାକୁ ଗଙ୍ଗା ନଦୀରେ ଠେଲିଦେବି? ମୁଁ କାହିଁକି ମୋ ରାଜାକୁ ହତ୍ୟା କରିଦେବି? ବରଂ ତମେ ମୋ ରାଜା ସାହେବକୁ ମୋ ଆଖି ସାମ୍ନାରେ ଗଙ୍ଗା ନଦୀରେ ଠେଲି ଦେଇ ଏତେ ବଡ଼ ଦୋଷ, ଏତେ ବଡ଼ ନିନ୍ଦାକୁ ମୋ ମୁଣ୍ଡରେ ଲଦି ଦେଉଛ କାହିଁକି? ରାମ 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 ରାମ। ଆମେ ଯଦି ସନ୍ନ୍ୟାସୀ ଲୋକ, ଆମେ ଏମିତି ଭୁଲ କଦାପି କରିପାରିବୁ ନାହିଁ। ବରଂ ତମେ ରାଜାକୁ ତମର ରାଜ ସିଂହାସନ ଲୋଭରେ, ଧନ ସମ୍ପତ୍ତି ଲୋଭରେ ମାରିଦେଇଛ। ଏ ଭଗବାନ, ଏତେ ବଡ଼ ଯୋଗୀକୁ ଏତେ ବଡ଼ ନିନ୍ଦା ତମକୁ ଧର୍ମ ସହିବ ନାହିଁ। ହୋ ମନ୍ତ୍ରୀ, ତମକୁ ଲଜ୍ଜା ଲାଗୁନାହିଁ? ଗୋଟିଏ ସତ୍ୟ ଧର୍ମ ନ୍ୟାୟ ପଥରେ ଚଳୁଥିବା ସେଇ ମହାପୁଣ୍ୟ କଳିଙ୍ଗ ରାଜ୍ୟର ରାଜାକୁ ଗଙ୍ଗା ନଦୀରେ ଠେଲି ଦେଇ এই ମହାପୁଣ୍ୟ କଳିଙ୍ଗ ରାଜ୍ୟର ଧନ ସମ୍ପତ୍ତିକୁ ନିଜ ହସ୍ତ ମୁଠାକୁ ଆଣିବା ପାଇଁ ଏତେ ବଡ଼ କୂଟ ଷଡ଼ଯନ୍ତ୍ର ରଚିଛୁ। ତୋତେ ଲଜ୍ଜା ଲାଗିବା କଥା। ମନ୍ତ୍ରୀ ମୁଁ ରାଜାକୁ ମାରି ଦେଇଛି। ମାରି ଦେଇଛୁ? ତାର କାରଣ ଅଛି। ମନେ ପକାଅ, ଦୀର୍ଘ ବର୍ଷ ତଳେ ଗୋଟିଏ ନିରୀହ ବାଳକ ତମ ରାଜ ଦରବାରକୁ ତା ଭଉଣୀର ବଳାତ୍କାର ହତ୍ୟାର ଅଭିଯୋଗ ନେଇକି ଆସିଥିଲା। କିନ୍ତୁ ତାକୁ ଉଚିତ ନ୍ୟାୟ ଦେଇପାରିନଥିଲ। ଯେଉଁ ରାଜା ଜଣେ ପ୍ରଜାକୁ ଉଚିତ ନ୍ୟାୟ ଦେଇପାରେ ନା, ସେ ରାଜା ରାଜଗାଦିରେ ବସିବାର ଅଧିକାର ନାହିଁ। ସେଥିପାଇଁ ସେଦିନ ସେ ନିରୀହ ବାଳକ ପଣ କରିଥିଲା ଓ ତାର ପରିବାରକୁ ବର୍ବାଦ କରିଦେଲା। ଯେଉଁ ବାଳକ ତମ ରାଜ ଦରବାରକୁ ଆସିଥିଲା, ସେଦିନ ସେ ବାଳକ କୋଉଠି ଜାଣିଛୁ? କୋଠି ସେ ସାମାନ୍ୟ ବାଳକ? ସାମାନ୍ୟ ନୁହେଁ, ମହାଭୟଙ୍କର ପାଲନ ଯାଇଛି। ଆମ୍ଭେ ସେଦିନ ସେ ନିରୀହ ବାଳକ ମୋ ଭଉଣୀକୁ ବଳାତ୍କାର ହେଇଥିଲା, ହତ୍ୟା ହେଇଥିଲା। ଯେଉଁ ଅମଣିଷ ପଶୁରାକା ମୋ ଭଉଣୀକୁ ବଳାତ୍କାର କରିଥିଲା, ତାର ବିରୁଦ୍ଧରେ ତମେ ମାନେ ଯାଇପାରିଲନି ବୋଲି ମୁଁ ବାଧ୍ୟ ହୋଇ ଆଇନକୁ ହାତ ମୁଠାକୁ ଆଣି ତାକୁ ବଳି ଦେଇ ସାରିଛି। ତାପରେ ଯେଉଁ ରାଜନୀତି, ଯେଉଁ ଶାସନ ବ୍ୟବସ୍ଥା ଜଣେ ନିରୀହ ପ୍ରଜାକୁ ଉଚିତ ନ୍ୟାୟ ଦେଇପାରିଲା, ସେ ଶାସକ ରାଜଗାଦିରେ ବସିବାର ଅଧିକାର ନାହିଁ। ସେଥିପାଇଁ ବାଧ୍ୟ ହୋଇ ତମ ପରିବାରକୁ ବର୍ବାଦ କରିଦେଲି। ରାଣୀକୁ ଉଲଗ୍ନ କରିକି ପଠେଇଲି, ମୋ ରାଜାକୁ ଦେଖେଇଦେଲି। ମୋ ରାଜା ଠାରୁ ରାଣୀ ଅଲଗା ହେଲେ। ଚନ୍ଦନ ଠାରୁ ମୋ ପୂଜାକୁ ଅଲଗା କରିଛି। ତମ ଠାରୁ ତମ ପୁଅ ଚନ୍ଦନକୁ ମୁଁ ଅଲଗା କରିଛି। ରାଜାକୁ ମାରି ଦେଇଛି। ରାଜ୍ୟ ସାରା ପ୍ରଚାର କରିବି, ରାଜ ସିଂହାସନ ଲୋଭରେ ଏଇ ମନ୍ତ୍ରୀଟା ରାଜାକୁ ମାରିଦେଲା। ତାପରେ ରହିଲା ରାଜକୁମାରୀ ପୂଜାକୁ ମା କାଳୀଙ୍କର ଗଡ଼ରେ ବଳି ଦେଇଦେବେ। ତାପରେ ରାଜ୍ୟ ହେବି ମୁଁ ହିଁ ରାଜା, ଏଥର ଆସିବ ସକଲ ମଜା। ରାଜ୍ୟ ହେବି ମୁଁ ହିଁ ରାଜା ସିଂହାସନ ରାଜଭବନ। ଏ ମନ୍ତ୍ରୀ, ମୁଁ କିଛି ଅନ୍ୟାୟ କରିନି ବାବା। ରାଜା ସାହେବ ଯାହା ଭୁଲ କହିଛନ୍ତି ତାଙ୍କ ଦଣ୍ଡ କଷ୍ଟ ଭୋଗିବାକୁ ମୁଁ ଦାୟୀ ବାବା। ମତେ ଯାହା ଶାସ୍ତି ଦେବାର ଅଛି ଶାସ୍ତି କେବଳ ତୋତେ ନୁହଁ, ତମର ଆଇନ ବ୍ୟବସ୍ଥାକୁ ଦେବାର ଅଛି। ଏବେ ଗେରୁଆ ବସ୍ତ୍ର ପିନ୍ଧିଛି ମାନେ ସମସ୍ତେ ମତେ ଅସଲି ବାବା ଭାବି ବିଶ୍ୱାସ କରି ଯାଉଛନ୍ତି। କିନ୍ତୁ ସବୁ ଗେରୁଆ ବସ୍ତ୍ର ପିନ୍ଧିବା ବ୍ୟକ୍ତି ଅସଲି ବାବା ନୁହଁ। ଆମ ପରି ଭଣ୍ଡ ବାବା ମାନେ ଥାନ୍ତି, ତାହା ତମେ ଜାଣି ରଖିବା ଉଚିତ। ଶୁଣି ରଖ, ମୁଁ ଯଦି ନିଜେ କହିବି ରାଜାକୁ ମାରି ଦେଇଛି,
କେହି ବିଶ୍ୱାସ କରିବେନି। କେହି ବିଶ୍ୱାସ ନ କଲେ ମଧ୍ୟ ସେଇ ଧର୍ମ ଦେବତା ତ ମୋ ଉପରେ ବିଶ୍ୱାସ କରିଦେବେ କି ମହାମନ୍ତ୍ରୀ ସତ୍ୟବ୍ରତ ଗୋଟେ ସତ୍ୟବାଦୀ ମଣିଷ ବୋଲି। ଧର୍ମ ବୋଲି କିଛି ନାହିଁ କଲି ଯୁଗରେ, ଯେ କରିବ ଧର୍ମ ତାର ମନ୍ଦ କର୍ମ। ଏଠି ଧର୍ମ କଲା ଲୋକ ଖାଇବାକୁ ଦାନା ପିଏ ନା, ଅନ୍ୟାୟ ଅତ୍ୟାଚାର ପାପର ପଥ ଯଦି ଅବଲମ୍ବନ କରିବ ଏଠି ବଡ଼ ବଡ଼ ମଣିଷ ହେବାକୁ, ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ପଡ଼େ।